ॐ नमामि रामं रघुवंशमुख्यं नमामि रामं सुरकल्पवृक्षं नमामि रामं कमलायताक्षं नमामि रामं रघुनन्दनाख्यं श्रीराम जय जय राम जय रघुनन्दन जय घनश्याम श्रीराम जय जय राम जय रघुनन्दन जय घनश्याम। भक्तवत्सल भगवान की जय। मर्यादा पुरुष रामचंद्र की जय। लखनलाल जी की जय। भरतलाल जी की जय। शत्रुलाल जी की जय। अशरण शरण श्री सच्चिदानंद भगवान की जय। झंकड़वासिनी माँ शरण को जय। यूट्यूब कर्मकर्ता मानक जय। मोर प्रिय श्रोताबंधु मानक जय। स्वर्गमर्त पाताली की जय। जसदी गोपाल को जय। 33 कोटी देवता को जय। मोर प्रिय श्रोताबंधु मानक मथालटा प्रणाम करी आरंभ करने को जाऊँ ये धारावाहिक संपूर्ण रामायण कथा। कौन दोष त्रुटि होउथबो आपण माने क्षमा करुथबे आ वीडियो को टिके दया करी सब्सक्राइब करुथबे आ लाइक टिके करुथबे जहाँ करंतु आमर कर्तव्य आम करूँ आपण मानिने भल न मानिने भल। आपण माने शुणुछंती भरतंकर राम पाखरे विलाप कथा। भरत कहते मो सबू अनर्थर मूल ये सबू शुणी बुझीपारी मु सबू दुख यंत्रणा सही श्री रघुनाथ लक्ष्मण और सीता को नहीं तपस्वी वेशरे पादरे जोता न पिंधि चाली चाली वन को गले बोली मु शुणिली। भगवान शंकर साक्षी अच्छी एपरी आघात पाई मध्य मु बची रही पुणी निषाद राजा प्रेम देखी मध्य मोर यही वज्रतुल्य कठोर हृदय फाटी जाऊना कहीं दुखरे कथा कहते अब सबू आखि देखे उठाऊ जियो तो जियो जड़ सबई सहाय नहीं निरखी मग स्वापिनी बाछी तजही विषव विषु तामस छे श्री राम जय जय राम जय रघुनंदन जय घनश्याम। भक्तवत्सल भगवान की जय। वर्तमान एठाकू आसी सब निज आखिरे देखिली यही निष्ठुर जीवन चली न जाई मते सबू सहवाक बाध्य कर जो मानक देखी बाटर सर्पिणी और बिछा माने मध्य निजर उत्कट विष और तीव्र क्रोध परित्याग कर दियंती तेई रघुनंदन लखनु सिया नहित लगे जाई ता सुतनयत जिदुष दुख देव सहाय काई सियावर रामचंद्र शंकर हरिओं भजु मंगल भवनय मंगलहारी द्रवौ सदशरथ विहारी श्रीराम जय जय राम जय रघुनंदन जय घनश्याम। भक्तवत्सल भगवान की जय। श्री रघुनंदन लक्ष्मण और सीता जहाँ को सतपरी बोध देले मुझे सही कैकेयीर पुत्र तेणु मते छाड़ी दैव आउ क्या एपरी दुस्सह दुख देव सुनियति विकल भरत बरवानी श्रीराम जय जय राम आरती प्राति विनय नय सानी श्रीराम जय जय राम शोक मगन सब सौभाक बारू श्रीराम जय राम मनौ कमल वन परयुतु सारू श्रीराम जय जय राम भक्तवत्सल भगवान की जय।
ଭରତଙ୍କର ଏପରି ଅତ୍ୟନ୍ତ ବ୍ୟାକୁଳ ଭାବ ଦେଖି ତଥା ଦୁଃଖ ପ୍ରେମ ବିନୟ ଓ ନୀତିପୂର୍ଣ୍ଣ କଥା ଶୁଣି ସମସ୍ତେ ଶୋକମଗ୍ନ ହୋଇଗଲେ। ସଭାରେ ବିଷାଦ ଖେଳିଗଲା। ଲାଗିଲା ସତେ ଅବା କମଳ ବନରେ ତୁଷାରପାତ ହୋଇଗଲା କି। କହି ଅନେକ ବିଧି କଥା ପୁରାଣୀ ଭରତ ପ୍ରବୋଧୁ କିନ୍ନ ମୁନି ଜ୍ଞାନୀ ବୋଲେ ଉଚିତ ବଚନ ରଘୁନନ୍ଦୁ ଦିନକର କୁଳ କୌରବ ବନ ଚନ୍ଦୁ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ସେତେବେଳେ ଜ୍ଞାନୀମୁନି ବଶିଷ୍ଠ ବିବିଧ ପ୍ରକାର ପୌରାଣିକ କାହାଣୀ ଶୁଣାଇ ଭରତଙ୍କୁ ସାନ୍ତ୍ୱନା ଦେବା ପରେ ସୂର୍ଯ୍ୟ ବଂଶରୂପୀ କୁମୁଦ ବନର ଚନ୍ଦ୍ର ଶ୍ରୀ ରଘୁନନ୍ଦନ କେତେକ ସମୟ ଉପଯୋଗୀ ବଚନ ଭରତଙ୍କୁ ବୁଝାଇଲେ। ତାତ ଦିଅ ଦିଅ କରହୁଁ ଗଲାନି ଈଶ ଅଧୀନ ଜୀବ ଗତି ଜାନି ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ ତିନି କାଳ ତ୍ରିଭୁବନ ମତି ମୋରେ ପୁଣ୍ୟ ତିଲକ ତାତ ତର ତୋରେ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ହେ ଭାଇ, ତୁମେ ଅଯଥା ନିଜ ମନରେ ଗ୍ଳାନି ଆଣୁଛ। ଜୀବର ଗତି ଈଶ୍ୱରଙ୍କ ଅଧୀନ ବୋଲି ଜାଣି ରଖ। ମୋ ମତରେ ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ତିନି କାଳରେ ଏବଂ ସ୍ୱର୍ଗ ମର୍ତ୍ତ୍ୟ ଓ ପାତାଳ ତିନି ଲୋକରେ ଯେତେ ପୁଣ୍ୟ ପୁରୁଷ ଥିଲେ ବା ଅଛନ୍ତି ବା ଜାତ ହେବେ ସେ ସମସ୍ତେ ତୁମ ତଳେ। ତୁମେ ତାହାର ଊର୍ଦ୍ଧ୍ୱରେ ଅଛ। ଉର ଆନନ୍ଦ ତୁମ ପର କୋଟିଲାଇ ଯାଏ ଲୋକ ପର ଲୋକୁ ନସାଇ ଦୋଷୁ ଦେଇ ଜନନୀ ଜଡ଼ ଦେଇ ଜିନ ଗୌର ସାଧୁ ସଭା ନେଇ ଶୋଇ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। କେହି ଯଦି ମନ ଭିତରେ ସୁଦ୍ଧା ତୁମକୁ ଦୋଷ ଦିଏ ତେବେ ତାର ଇହଲୋକ ଏହି ଜନ୍ମର ସୁଖ ଯଶ ଇତ୍ୟାଦି ଓ ପରଲୋକ ମୃତ୍ୟୁ ପରର ସଦ୍ଗତି ଉଭୟ ନଷ୍ଟ ହୋଇଯିବ। ଯେଉଁମାନେ ଗୁରୁବର୍ଗ ଓ ସାଧୁସନ୍ଥଙ୍କ ସତ୍ସଙ୍ଗରେ ଦିନେ ହେଲେ ବସି ନାହାନ୍ତି ସେହି ମୂର୍ଖମାନେ ହିଁ ମାତା କୈକେୟୀଙ୍କୁ ଦୋଷ ଦେଉଥିବେ। ଦେଖନ୍ତୁ ଶ୍ରୋତାବନ୍ଧୁ, ଶ୍ରୀରାମଙ୍କର କେତେ ଗଭୀର କଥା। ସେ ମର୍ଯ୍ୟାଦା ପୁରୁଷ। ମିଟିଅଇ ପ୍ରପଞ୍ଚ ସବ ଅଖିଲ ମଙ୍ଗଳ ଭାର ଲୋକ ସୁଜସୁ ପର ଲୋକ ସୁଖ ସୁମିରିତ ନାମ ତୁମାର ସିୟାବର ରାମଚନ୍ଦ୍ର ଶଙ୍କର ହରିଓಂ ଭଜୁ ମଙ୍ଗଳ ଭବନୟ ମଙ୍ଗଳ ହାରି ରବৌ ସଦଶରଥ ଅଜିର ବିହାରୀ ଶ୍ରୀରାମ ଜୟ ଜୟ ରାମ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ହେ ଭରତ, ତୁମର ନାମ ସ୍ମରଣ କରିବା ମାତ୍ରେ ସକଳ ପାପ, ସବୁ ପ୍ରପଞ୍ଚ ଅଜ୍ଞାନ ଓ ସମସ୍ତ ଅମଙ୍ଗଳ ତୁଟିଯିବ ତଥା ଇହଲୋକରେ ସୁନ୍ଦର ଯଶ ଓ ପରଲୋକରେ ସୁଖ ମିଳିବ ଏକଥା ସତ ସିଦ୍ଧାନ୍ତ। କହି ସୁଭାଉ ସତ୍ୟ ଶିବ ସାକ୍ଷୀ ଭରତ ଭୂମିର ହରାଉରି ରାଖି ତାତକୁ ତରକ କରହୁଁ ଜନି ଯାଏ ବୈର ପ୍ରେମ ନହି ଦୂରଇ ସୁଦୂରାଏ ଶ୍ରୀରାମ ଜୟ ରାମ ଜୟ ଜୟ ରାମ
ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ମୁଁ ଭଗବାନ ଶଙ୍କରଙ୍କୁ ସାକ୍ଷୀ ରଖି ସତ୍ୟ କହୁଛି, ତୁମରି ଯୋଗୁଁ ହିଁ ଏହି ପୃଥିବୀ ରହିଛି। ତୁମେ ଆଉ ଅଯଥା ଦୁଃଖ କର ନାହିଁ। ଯେତେ ଗୁପ୍ତ ରଖିଲେ ବି ଶତ୍ରୁତା ଓ ପ୍ରେମ ଗୁପ୍ତ ହୋଇ ରହେ ନାହିଁ, ଏକଥା ତୁମେ ଭଲ ଭାବରେ ଜାଣିଥିବ। ମୁନିଗଣ ନିକଟ ବିହଗ ମୃଗ କାହିଁ, ବାଧକ ବଧିକ ବିଲୋକ ପରାହିଁ। ହିତ ଅନହିତ ପଶୁ ପକ୍ଷୀ ଜାନା, ମାନୁଷ ତନୁ ଗୁଣ ଜ୍ଞାନ ନିଧାନ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ପଶୁପକ୍ଷୀମାନେ ମୁନି ଋଷିଙ୍କ ପାଖକୁ ନିର୍ଭୟରେ ଚାଲି ଆସନ୍ତି, ଅଥଚ ହିଂସ୍ର ବ୍ୟାଧକୁ ଦେଖିଲା ମାତ୍ରେ ଧାଇଁକି ପଳାନ୍ତି କାହିଁକି? ମିତ୍ର କିଏ ଶତ୍ରୁ କିଏ ତାହା ପଶୁମାନେ ବି ଜାଣିପାରନ୍ତି। ମନୁଷ୍ୟ ତ ସହଜେ ଗୁଣ ଓ ଜ୍ଞାନର ଭଣ୍ଡାର, କାହିଁ ସିଏ ତ ଜାଣିପାରୁନି। ତା ତୁମଇ ମେ ଜାନଉନି କେ, କରଉ କାହା ଅସମଞ୍ଜରିକେ। ରାଖେଉ ରାୟ ସତ୍ୟ ମୋହି ତ୍ୟାଗୀ, ତନୁ ପରିହରେଉ ପ୍ରେମ ପନ ଲାଗି। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ବତ୍ସ, ମୁଁ ତୁମକୁ ଭଲ ରୂପେ ଜାଣିଛି, କିନ୍ତୁ କ'ଣ କରାଯିବ, ମୁଁ ବଡ଼ ଜଟିଳ ପରିସ୍ଥିତିରେ ପଡ଼ିଛି। ମହାରାଜ ମୋତେ ତ୍ୟାଗ କରିଦେଇ ସତ୍ୟା ରକ୍ଷା କଲେ ଏବଂ ପ୍ରେମକୁ ପଣ କରି ମୋ ବିଚ୍ଛେଦକୁ ସହି ନ ପାରି ଦେହତ୍ୟାଗ କରିଦେଲେ। ତମେ ହୃଦଙ୍ଗମ କର, ଜାଣିପାରିବ। ତା ସୁବଚନ ମେ ତତ ମନ ଶୋଚୁ, ତେଇତେ ଅଧିକ ତୁମାର ସଂକୋଚୁ। ତାପର ଗୁର ମୋହି ଆୟସୁ ଦିନା, ଅବଶିଚୁ କହଉଁ ଚହଉଁ ଶୋଇକିନା। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ତାଙ୍କ ବଚନ ଅନ୍ୟଥା କରିଦେବାକୁ ମନରେ କୁଣ୍ଠାବୋଧ ହେଉଛି। ତାଠାରୁ ବେଶୀ କଷ୍ଟ ଲାଗୁଛି ତୁମର ବ୍ୟଥିତ ହୃଦୟ ଦେଖି। ତା ଉପରେ ପୁଣି ଗୁରୁଦେବ ମୋତେ ଆଜ୍ଞା ଦେଇଛନ୍ତି। ଅତଏବ ବର୍ତ୍ତମାନ ତୁମେ ଯାହା କହିବ ମୁଁ ତାହା ଅବଶ୍ୟ କରିବି। ମୋ ଅନୁପ୍ରସନ୍ନ କରି ସକୁତ ତଜି, କହୁ କର ସୋଇ ଆଜୁ। ସତ୍ୟ ସୁନ୍ଦର ରଘୁବର ବଚନ, ଶୁଣିବା ସୁଖୀ ସମାଜୁ। ସିୟାବର ରାମଚନ୍ଦ୍ର ଶଙ୍କର ହରି ଓଂ। ଭଜୁ ମଙ୍ଗଳ ଭବନୟ ମଙ୍ଗଳ ହାରି, ଦ୍ରବଉ ସଦଶରଥ ଅଜିର ବିହାରୀ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ରାମ, ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ତୁମେ ମନ ପ୍ରସନ୍ନ କରି ସଂକୋଚ ତ୍ୟାଗ କରି ଯାହା କିଛି କହିବ ମୁଁ ଆଜି ତାହା କରିବି। ସତ୍ୟ ପ୍ରତିଜ୍ଞ ରଘୁକୁଳ ଶ୍ରେଷ୍ଠ ଶ୍ରୀରାମଙ୍କର ଏହି ବଚନ ଶୁଣି ସମସ୍ତେ ଆନନ୍ଦିତ ହୋଇଗଲେ। ତାଙ୍କର ଆଉ ସୁଖର ସୀମା ରହିଲା ନାହିଁ। ସୁରଗଣ ସହିତ ସଭୟ ସୁର ରାଜୁ, ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ସବଇ ଗୁଚାହତ ନ କାଜୁ, ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ବନ ତଉ ପାଇ କରତ କଛୁ ନାହିଁ, ରାମ ଶରଣ ସବগে ମନ ମାହି। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ସେପଟେ ଦେବଗଣଙ୍କ ସହିତ ଦେବରାଜ ଇନ୍ଦ୍ର ଭୟଭୀତ ହୋଇ ବିଚାର କରିବାକୁ ଲାଗିଲେ। ଏତେ ସବୁ କରିବା ପରେ ବି ସଫଳ ହୋଇ ଆସୁଥିବା କାମଟା
ପଣ୍ଡ ହୋଇଯିବାକୁ ବସିଛି? କିଛି ଉପାୟ ଦିଶୁନାହିଁ। ଏପରି ବିଚାର କରି ସମସ୍ତେ ମନେ ମନେ ଶ୍ରୀରାମଙ୍କ ଠାରେ ଶରଣ ପଶିଲେ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଆଜି ଆପଣଙ୍କ ଦୟାରୁ ଏତିକିରେ ଥାଉ। ପୁଣି ଆପଣମାନେ ଏ ଦାସ ପ୍ରତି ଯଦି ଦୟା ଥିବ ଆଗାମୀ ଅଧ୍ୟାୟରେ ଶୁଣିବେ। ଏତିକି ଅନୁରୋଧ, ଆପଣମାନେ ଟିକେ ଭିଡ଼ିଓକୁ ଟିକେ ସବସ୍କ୍ରାଇବ୍ କରିବେ ଆଉ ଲାଇକ୍ ଟିକେ କରିବେ। ଏପା ଆପଣଙ୍କ ଅନୁଷ୍ଠାନ, ମୁଁ ଏଥିରେ କିଏ କି? ଆପଣ ଭଗବାନ ହେଲେ, ମୁଁ ଭକ୍ତ। ଦୈନିକ ଠାକୁରଙ୍କୁ ପଛରେ ଜୁହାର ହେଇ ମୁଁ ଆପଣମାନଙ୍କୁ ମଥାଲଟା ପ୍ରଣାମ କରୁଛି। ସବୁବେଳେ ଆପଣମାନେ ଭଗବାନ, ସବୁ ଜନ୍ମରେ ମୁଁ ଭକ୍ତ, ଏତିକି ସୁଦୟ କରନ୍ତୁ। ଆଉ ଦରଖଣ୍ଡିଆ କରି ଶୁଣିବେ ନାହିଁ। ଆଉ ସବସ୍କ୍ରାଇବ୍ ଟିକେ କରିବେ ଆଉ ଲାଇକ୍ ଟିକେ କରିବେ। ଏତିକି ମୋର କାମନା। ସେହି ରାମନାରାୟଣ ଆପଣ ତଥା ଆପଣଙ୍କ ପରିବାର, ଏ ଜଗତର ଯେତେ ଜୀବଜନ୍ତୁ, କୀଟପତଙ୍ଗ ପର୍ଯ୍ୟନ୍ତ ମଣିଷଠାରୁ ସମସ୍ତଙ୍କୁ ସେଇ ରାମନାରାୟଣ ଭଲରେ ରଖନ୍ତୁ। ଏତିକି କାମନା କରି ସେ ରାମନାରାୟଣଙ୍କୁ ନମସ୍କାର କରି, ଜଙ୍କରବାସିନୀ ମା ଶାରଳାଙ୍କୁ ନମସ୍କାର କରି, ସ୍ୱର୍ଗମର୍ତ୍ତ୍ୟ ପାତାଳକୁ ନମସ୍କାର କରି, ଦଶ ଦିଗପାଳଙ୍କୁ ନମସ୍କାର କରି, ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ମଥାଲଟା ପ୍ରଣାମ କରି ବିଦାୟ ନେଉଛି। ଜୟ ଶ୍ରୀରାମ, ଜୟ ଶ୍ରୀରାମ, ଜୟ ଶ୍ରୀରାମ। ହରି ବୋଲ, ହରି ବୋଲ, ହରି ବୋଲ।